ଯଦି ନିଶା ଖାଇକି ମନ୍ଦିର ଯାଇପାରିବନି, ନିଶା ଖାଇକି ମସଜିଦ୍ ଯାଇପାରିବନି, ତାହେଲେ ନିଶା ଖାଇକି ନିଜ ଘରକୁ କ'ଣ ପାଇଁ ଯାଉଛ? ଘରେ କ'ଣ ଠାକୁର ନାହାନ୍ତି? ନିଜ ବାପା ମାଆଙ୍କଠୁ ବଡ଼ ଠାକୁର ଆଉ ଏ ଦୁନିଆରେ ନାହାନ୍ତି। ନିଜ ସ୍ତ୍ରୀ ଠାରୁ ବଡ଼ ଲକ୍ଷ୍ମୀ ଆଉ କିଏ ଅଛି? ସେଥିପାଇଁ ଗୋଟେ କଥା ମନେ ରଖିଥା, ନିଶା ଖାଇକି କେବେ ଘରକୁ ଯାଅନି। ଯଦି ନିଶା କରୁଛ ନା, ତାହେଲେ ପଇସା ଇନକମର ନିଶା କର। କାହିଁକି ନା ପଇସାଟା ଦୁନିଆର ସବୁଠୁ ବଡ଼, ତାଠୁ ବଡ଼ ନିଶା ଆଉ କିଛି ନାହିଁ। ନିଜ ନିଶା ଖାଇକି ଆସି ନିଜ ପରିବାରକୁ ଦୁଃଖ କଷ୍ଟ ଦିଅନି। କାହିଁକିନା ତମେ ନିଶା ଖାଇକି ବର୍ବାଦ ହେଉଛ, ହେଲେ ତମ ପଛରେ ତମ ବାପା ମାଆଙ୍କର ଇଜ୍ଜତ ଯାଉଛି। ତମ ସ୍ତ୍ରୀଟି ଦିନ ରାତି କାନ୍ଦିକି ତା ଆଖିରୁ ଲୁହ ସରୁନି। ସେଥିପାଇଁ ସମସ୍ତଙ୍କ ଅନୁରୋଧ, ଯେଉଁମାନେ ଏ ଭିଡ଼ିଓଟା ଦେଖୁଛ ସେଇମାନଙ୍କୁ ସେୟାର କର, ଯେଉଁମାନେ ନିଶା ଖାଇକି ଆସିକି ଘରେ ସବୁବେଳେ ଗଣ୍ଡଗୋଳ କରୁଛନ୍ତି। ଅନୁରୋଧ କରୁଛି, ନିଶାକୁ ଭୁଲି ଯାଆନ୍ତୁ, ପଇସା ନିଶା କରନ୍ତୁ। ଦେଖିବ ଲାଇଫରେ ବହୁତ ଖୁସିରେ ରହିବ।